ଆଉ କର୍ମଫଳ ଭୋଗିବାକୁ କେତେ ଦୂର ବିଶ୍ୱାସ କରନ୍ତି। ଆପଣ ଯଦି ହିନ୍ଦୁ ଧର୍ମ ଲୋକ, ଯଦି ହିନ୍ଦୁ ଆସ୍ଥା ଉପରେ ବିଶ୍ୱାସ ରଖୁଛନ୍ତି, ତାହେଲେ କର୍ମଫଳ ଭୋଗିବା ହିନ୍ଦୁ ପୁରାଣରେ ଅଛି, ହିନ୍ଦୁ ଗ୍ରନ୍ଥରେ ଅଛି ଯେ ଯିଏ ଯେଉଁ କର୍ମ କରିବ ସେ ତା ଫଳ ଏଇଠି ଭୋଗ କରିକି ଯିବ। ଗୋଟେ ଛୋଟିଆ କାହାଣୀ କହୁଛି ଶୁଣନ୍ତୁ। ଦୁଇ ସାଙ୍ଗ ଗାଁରୁ ଯାଇ ଭୁବନେଶ୍ୱରରେ ସାଙ୍ଗ ହେଇକି ପାଠ ପଢ଼ୁଥିଲେ। ବହୁତ ଦିନ ପର୍ଯ୍ୟନ୍ତ ତାଙ୍କ ପଢ଼ା ଚାଲିଲା। ପଢ଼ା ଭିତରେ ତାଙ୍କର ବନ୍ଧୁତା ବହୁତ ଘନିଷ୍ଠ ହେଇଯାଇଥିଲା। ସମୟ ବିତିଲା, ଧୀରେ 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 ସେମାନେ ସାଙ୍ଗରେ ଚାକିରି କଲେ। କିଛି ବର୍ଷ ଚାକିରି କଲା ପରେ ତାଙ୍କ ମନ ପରିବର୍ତ୍ତନ ହେଲା ଯେ ଆମ ପାଖରେ ତ କିଛି ଜମି ତ ପାଣ୍ଠି ହେଇଗଲାଣି, ଆମେ ଏବେ ଗୋଟେ ବିଜନେସ୍ ଷ୍ଟାର୍ଟ କରିବା। ଭୁବନେଶ୍ୱର ବହୁତ ଜାଗା ଆପଣ ଦେଖିଥିବେ, ବହୁତ ଲୋକ ବାହାରୁ ଯାଇ ବହୁତ ଛୋଟ ବଡ଼ ବିଜନେସ୍ କରୁଛନ୍ତି। ସେ କଥା ମନରେ ପଶିଲା ତାଙ୍କର। ସେ ଭାବିଲେ ଯେ ଆମେ ଗୋଟେ ବିଜନେସ୍ କରିବା। କ'ଣ ବିଜନେସ୍ କରିବା? ଯେ ସେ ଗୋଟେ ହୋଟେଲ ଖୋଲିଲେ। ହୋଟେଲ ବିଜନେସ୍ରେ ଦୁଇ ଜଣ ଆମେ ସାଙ୍ଗ ହେଇକି କରିବା। ଦୁଇ ଜଣ ପାର୍ଟନରସିପ୍ ହେଇକି କଲେ। ନୂଆ ନୂଆ ୟଙ୍ଗ ପିଲା ଭଲ ଭଲ ରେସିପି ସବୁ କଲେ, ଲୋକଙ୍କର ଆଟ୍ରାକ୍ସନ୍ର କେନ୍ଦ୍ର ହେଲେ। ଧୀରେ ଧୀରେ ସେଲ୍ ବଢ଼ି ବଢ଼ି ଚାଲିଲା। ଯେତେବେଳେ ବଢ଼ି ବଢ଼ି ଚାଲିଲା, ଗୋଟେ ସାଙ୍ଗର ମନ ଭିତରେ ଟିକେ ଲୋଭ ସୃଷ୍ଟି ହେଲା ଯେ ଦୁଇ ଜଣ ପଇସାଟା ଦୁଇ ଭାଗ ହେଇଯାଉଛି, ଯଦି ଏ ଜିନିଷ ସବୁ ମୋତେ ମିଳିଯାଏ ତାହେଲେ ମୁଁ ଏ ଜିନିଷ ସବୁ ପାଇଯିବି। କେମିତି ତା ମନ ଭିତରେ ଏଇଭଳିଆ ଲୋଭ ସୃଷ୍ଟି ହେଲା, ସେ କ'ଣ କଲା ନା, ସେ ଧୀରେ 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 ମାନେ ବହୁତ ଅଳ୍ପ ମାତ୍ରାରେ ପ୍ରୟୋଜନ ସେ ସାଙ୍ଗକୁ ପ୍ରତିଦିନ ଦେଇ ଚାଲିଲା। ସେମାନେ ପ୍ରତିଦିନ ରାତିରେ ଏନ୍ଜୟ କରନ୍ତି, ପାର୍ଟି କରନ୍ତି, ନିଶା ଖାଆନ୍ତି, ଆଲକୋହଲ ନିଅନ୍ତି। ଦୁଇ ଜଣ ସାଙ୍ଗ ପଇସା ଇନକମ୍ କରୁଛନ୍ତି, ସାଙ୍ଗ ହେଇକି ବସିକି ସବୁବେଳେ ମୌଜ ମଜଲିସ୍ କରନ୍ତି। କିନ୍ତୁ ଜଣେ ଅନ୍ୟ ଜଣଙ୍କ ବିରୁଦ୍ଧରେ ଧୀରେ 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 ପ୍ରୟୋଜନ ଦେଇ ଚାଲେ। ଏମିତି ଗୋଟେ ଦିନ ଆସିଲା ଯେ ସଡନ୍ ସେ ସାଙ୍ଗର ହାର୍ଟ ଆଟାକ୍ ହେଇଗଲା, ଆଉ ଡେଥ୍ ହେଇଗଲା। ସେ ପ୍ରୟୋଜନ ଧୀରେ 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 ଯାଇକି ତାକୁ ଏମିତି କାମ କଲା, ତା ଡେଥ୍ ହେଇଗଲା। ଡେଥ୍ ହେଇଗଲା ପରେ ତାଙ୍କ ସେ ପିଲାର ଘରେ କେହି ନଥିଲେ। ହଁ, ଏ ଯେଉଁ ୟାର ମାଲିକାନା ସତ୍ତ୍ୱେ, ତାଙ୍କ ହୋଟେଲର ମାଲିକାନା ସତ୍ତ୍ୱେ ଇଏ ସବୁ ଜିନିଷକୁ ଆବୁଡ଼ି ବସିଲା। ଇଏ ଗାଁରେ ତାଙ୍କର ଯେଉଁ ବାପା ମା ଯାଇକି ସେଠି ତାଙ୍କର କିଛି କରିପାରିଲେନି। ସେ ସେତେବେଳେ ମାନେ ଅଲରେଡ଼ି ବହୁତ ବଡ଼ ହୋଟେଲ ହେଇଯାଇଥିଲା। ସେ ହୋଟେଲଟିକୁ ଇଏ ପୁରା କବ୍ଜା କରିନେଲା। ତାପରେ ସବୁ ପଇସା ତାହାର। ସେ ଗୋଟେ ଆଇଏସ୍ସି ଭିଲେଜରେ ବଡ଼ ଜାଗା କିଣିଲା, ଗୋଟେ ଭଲ ଝିଅକୁ ବାହା ହେଲା। ଧୀରେ 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 ଆହୁରି ସେ ଆଗକୁ ଆଗକୁ ବଢ଼ି କରି ଚାଲିଲା। ସମୟ ବିତି ଚାଲିଲା, ତା ଜୀବନରେ କିଛି ଦୁଃଖ ନଥାଏ। ଏମିତି ହସ ଖୁସିରେ ବହୁତ ଦିନ ପର୍ଯ୍ୟନ୍ତ ଚାଲିଗଲା। ପୁଲିସ କେସ୍ କିଛି ନାହିଁ, ଲୋକ କେହି ଜାଣିନାହାନ୍ତି କ'ଣ ହେଲା କ'ଣ ନାହିଁ। ସେ ଲୋକ ମରିଗଲା, ଇଏ ତାର ସବୁ ଜିନିଷ ୟା ପାଖରେ ରହିଲା। ସେ ଜିନିଷଟାକୁ ଆଉ ବେଶୀ କେହି ଇମ୍ପୋର୍ଟାନ୍ସ ଦେଲେନି। କିନ୍ତୁ ସବୁବେଳେ ଗୋଟେ କଥା ଜାଣିଥାଅ, ଉପରବାଲା ଆପଣଙ୍କୁ ଦେଖୁଛି, ଆପଣଙ୍କର ହିସାବ ରଖୁଛି। କ'ଣ ଆପଣ କରୁଛନ୍ତି ସେ ଜିନିଷ ଭଲ ମନ୍ଦର ହିସାବ ସେ ରଖୁଛି। ଦିନ ପରେ ଦିନ ଏମିତି ବିତି ଚାଲିଲା। ତାର ଗୋଟେ ପୁଅଟେ ହେଲା। ସେ ପୁଅଟେ ହେଲା ପରେ ସେ ପୁଅକୁ ବହୁତ ଭଲ ପାଇଲା, ବହୁତ ଭଲ ପାଇଲା। ତା ସ୍ୱାମୀ ସ୍ତ୍ରୀ ହୋଟେଲ ସେତେବେଳକୁ ଆହୁରି 3 ଷ୍ଟାର 4 ଷ୍ଟାର ରେଟିଂ ହେଇଗଲାଣି। ଗାଡ଼ିରେ ଯିବା ଆସିବା, ସ୍କୁଲ ମାନେ ପୁଅ ତାର ଭଲ ସ୍କୁଲରେ ପଢ଼ୁଛି, ଫ୍ୟାମିଲି ପୁରା ହାଇ ଷ୍ଟାଟସରେ ରହୁଛନ୍ତି। ସେ ସାଙ୍ଗ ଯେଉଁ ମରିଯାଇଥିଲା ସେ କଥା ସେ ଭୁଲିଗଲେନି। ସେ ପିଲା ଯେତେବେଳେ ଧୀରେ 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 ବଢ଼ି ଚାଲିଲା, କିଛି ବର୍ଷ ପରେ ଜଣା ପଡ଼ିଲା ସେ ପିଲା ଦେହରେ ଗୋଟେ ଅଜଣା ରୋଗ ହେଇଛି। ସେ ପିଲା ଧୀରେ ଧୀରେ ଅସୁସ୍ଥ ହେବାର ଲାଗିଲା। ବହୁତ ଜାଗା, ଇଏ ପଇସା ଅଛି, ବହୁତ ଜାଗା ଦିଲ୍ଲୀ ବମ୍ବେ ଏମ୍ସ ନେଇ ବୁଲେଇଲା, ଦେଖେଇଲା ଚାରିଆଡ଼େ, କିନ୍ତୁ କିଛି ଫଳ ପାଇଲାନି। ସମସ୍ତେ କହିଲେ ପିଲା ଆଉ ବଞ୍ଚିବ ନାହିଁ। ସେ ସେବେଠୁ ମାନସିକ ସ୍ତରରେ ବିଷାଦରେ ରହିଲା, ଦୁଃଖଗ୍ରସ୍ତ ରହିଲା। କାରଣ ତାର ଗୋଟିଏ ବୋଲି ପୁଅ, ଆଉ ତାକୁ ସେ ବହୁତ ଭଲ ପାଏ। ଧୀରେ 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 କ'ଣ ହେଲା ନା, ସେ ପିଲାଟି ଆପଣ ମାନେ ଦୁର୍ବଳ ହେଇ ଚାଲିଲା। ତାରି ଆଖି ଆଗରେ ସେ ସୁନ୍ଦର ଚେହେରା ମଳିନ ହେଇ ପଡ଼ିଲା, ରୁଗ୍ଣ ଦେଖାହେଲା। ତାକୁ ପ୍ରତିଦିନ ରାତିରେ ସେ ଆଉ ଶାନ୍ତିରେ ଟିକେ ଶୋଇପାରିଲା। ସେ କହିଲେ ଜମି ବାଡ଼ି ସମ୍ପତ୍ତି ଯାହା ଅଛି ମୁଁ ସବୁ ବିକିଦେବି, କିନ୍ତୁ ମୋ ଛୁଆଟି ଭଲ ହେଇଯାଉ। କିନ୍ତୁ ଇଏ ଭଗବାନଙ୍କର ମାନେ ବିଡ଼ମ୍ବନା ଦେଖନ୍ତୁ, ସେ ଜିନିଷ ହେଇପାରିଲାନି। ସମୟ କଟିଲା। ହସ୍ପିଟାଲର ଲାଷ୍ଟ ଷ୍ଟେଜରେ ସେ ପିଲାଟି ପଡ଼ିଛି। ଆଉ କିଛି ଦିନ ଭିତରେ ସେ ମରିଯିବ। ତା ବାପା କହିଲା, ବାପା ମୋତେ ଚିହ୍ନିପାରିଲ? ଏ କହିଲା, ନା ବାବା ତୋତେ ଚିହ୍ନିପାରିବି କ'ଣ, ତୁ ବା ମୋ ପୁଅ। ଏ କହିଲା, ମୁଁ ତମ ପୁଅ ନୁହେଁ, ମୁଁ ତମର ସେଇ ସାଙ୍ଗ ଯାହାକୁ ତମେ ବିଶ୍ୱାସ କରି ସେ ବିଶ୍ୱାସରେ ବିଷ ଦେଇ ତାକୁ ଧୀରେ ଧୀରେ ପ୍ରୟୋଜନ ଦେଇ ମାରିଥିଲ। ମୁଁ ହେଉଛି ସେଇ ସାଙ୍ଗ। ଆଉ ଯେତିକି ଦିନ ତମେ ଅଶାନ୍ତିରେ ରହିଛ, ଯେତିକି ଦିନ ମୋ ଦୁଃଖ ଯନ୍ତ୍ରଣା ରହିଛ, ତମେ ଭାବିଥାଅ ମୋତେ କେତେ ଯନ୍ତ୍ରଣା ହେଇଥିବ ତମେ ଯେ ବିଶ୍ୱାସଘାତ କରିଥିଲ ମୋ ସାଙ୍ଗରେ। ସମୟ ଚକ୍ର ସବୁବେଳେ ପରିବର୍ତ୍ତନଶୀଳ, ପରିବର୍ତ୍ତନ ହେବ।
ତମେ ଆଜି କାହାକୁ ଚୋଟରେ ମାରିଛ, ତମେ ଭାବ ନାହିଁ ଯେ ତମକୁ ସେଇ ଚୋଟରେ ହିଁ ରିପ୍ଲାଏ ମିଳିବ ନା। ଅନ୍ୟକୁ ଦୁଃଖ ଦେଉଥିବା ଲୋକ ମାନସିକ ସ୍ତରରେ ଅଶାନ୍ତ ରୁହନ୍ତି। ମାନସିକ ଅଶାନ୍ତି ରହିବା ବହୁତ ବଡ଼ କଷ୍ଟ। ତମ ପାଖରେ ପଇସା ନାହିଁ, ଖାଦ୍ୟ ନାହିଁ, ତମେ ଉପାସ ରହିଯିବ, ପାଣି ଟିକେ ପିଇଦେବ, ଖାଇବନି, ଶୋଇପଡ଼ିବ। କିନ୍ତୁ ଭାବ ତମ ପାଖରେ ସବୁ ଅଛି, କିନ୍ତୁ ତମକୁ ରାତିରେ ନିଦ ହଉନି। ସେ ବଡ଼ କଷ୍ଟ କିଏ ଦେବ? କିଛି କର୍ମ ତ ଭୁଲ ଥିବ ତମର, କିଛି ତ କାରଣ ଥିବ। ସେ କାରଣଟାକୁ ଖୋଜ। କେଉଁ କାରଣ ପାଇଁ ତମେ ଅଶାନ୍ତିରେ ରହୁଛ? କେଉଁ କାରଣ ପାଇଁ ତମର ଜୀବନଟା ପୁରା ଏମିତି ଚଳଚଞ୍ଚଳ ହେଇଯାଉଛି, ଏମିତି ବ୍ୟସ୍ତତା ଭିତରେ ହେଇଯାଉଛି, ଏମିତି ପ୍ରୋବ୍ଲେମ୍ ହେଉଛି ତମ ଆଖି ଆଗରେ, ଯେଉଁ ପ୍ରୋବ୍ଲେମ୍ର କିଛି ସଲ୍ୟୁସନ୍ ନାହିଁ। ସେ କାରଣ ଯଦି ବୁଝିପାରିବ ତାହେଲେ ଜୀବନରେ ତମେ ଖୁସିରେ ରହିବ। ଜୟ ଜଗନ୍ନାଥ। ଦେଖା ହେବ ପୁଣି ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଏଇଭଳି ମୋ ଚ୍ୟାନେଲଟିକୁ ସପୋର୍ଟ କରି ଚାଲିଥାନ୍ତୁ। ଯଦି ଆପଣଙ୍କୁ ଏଇଭଳି ସୁନ୍ଦର ସୁନ୍ଦର ଗପ ଭଲ ଲାଗୁଛି ତାହେଲେ ବେଲ୍ ଆଇକନ୍ଟିକୁ ନିଶ୍ଚିତ ଦବାଇ ଦେବେ। ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।